ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ଅପରେସନ ସିନ୍ଦୁର ଉପରେ ଆଘାତ ପାଇଥିବା ପାକିସ୍ତାନୀ କ୍ରିକେଟ ଦଳ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଦଳର ଅପରେସନ ତିଳକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ନିଶ୍ୱାସ ପ୍ରଶ୍ୱାସୀ ରକ୍ତଥଣ୍ଡା 4 ଘଣ୍ଟାର ମ୍ୟାଚରେ ଭାରତର 11 ଜଣ ଯୋଦ୍ଧା ଏପରି ସାହସ ପ୍ରଦର୍ଶନ କରିଥିଲେ ଯେ ସାରା ବିଶ୍ୱର ଭାରତୀୟଙ୍କ ହୃଦୟ ଗର୍ବରେ ଫୁଲି ଉଠିଥିଲା। ଭାରତୀୟ ଦଳ ଆମକୁ ଏକ ସୁନ୍ଦର ରାତି ଦେଇଥିଲା, ଯାହା ଜୀବନବ୍ୟାପୀ ରହିବ। ସୂର୍ଯ୍ୟକୁମାରଙ୍କ ଦଳ କେବଳ ରୋମାଞ୍ଚକର ଟାଇଟେଲ ମ୍ୟାଚ୍ 5 ୱିକେଟରେ ଜିତିନଥିଲା, ବରଂ ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଥିଲା। ଶେଷ 8ଟି ମ୍ୟାଚରେ ପାକିସ୍ତାନୀ ଦଳକୁ ପରାସ୍ତ କରି ଭାରତ ପ୍ରଦର୍ଶନ କରିଛି ଯେ ଏହା ଏବେ କ୍ରିକେଟର ରାଜତ୍ୱ କରୁଛି। ଭାରତ ରେକର୍ଡ 9ମ ଥର ପାଇଁ ଏସିଆ କପ୍ ଜିତିଛି, ଓଡିଆଇ ଫର୍ମାଟରେ 7 ଥର ଏବଂ ଟି20 ଫର୍ମାଟରେ 2 ଥର। ଭାରତ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଗୋଟିଏ ସମୟରେ ସେମାନେ 12 ଓଭର 4ଟା ବଲରେ ଗୋଟିଏ ୱିକେଟ ହରାଇ 113 ରନ୍ କରିଥିଲେ, କିନ୍ତୁ ପରେ ମାତ୍ର 33 ରନ୍ ପାଇଁ ପରବର୍ତ୍ତୀ 9ଟି ୱିକେଟ ହରାଇଥିଲେ। ଭାରତ ପକ୍ଷରୁ ସାହିବାଜ ଫରହାନ ସର୍ବାଧିକ 57 ରନ୍ କରିଥିଲେ। କୁଲଦୀପ ଯାଦବ ଗୋଟିଏ ଓଭରରେ 3ଟି ୱିକେଟ ଏବଂ ମୋଟ 4ଟି ୱିକେଟ ନେଇ ପାକିସ୍ତାନକୁ 19 ଓଭର 1 ବଲରେ ମାତ୍ର 146 ରନ୍ରେ ଅଲ୍ ଆଉଟ୍ କରିଦେଇଥିଲେ।